ସରକାରୀ ଚାକିରି ଖଣ୍ଡେ ମିଳିଗଲା ପରେ କିଛି ଭାଇ ଭଉଣୀମାନଙ୍କ ଭିତରେ ଏତେ ଗର୍ବ ଅହଙ୍କାର ଚାଲିଆସେ ଯାହାଦ୍ୱାରା ଅନେକ ବିଶୃଙ୍ଖଳା ଦେଖା ଦେଇଥାଏ। ସରକାରୀ ଚାକିରି ମିଳିବା ପରେ ସେହି ଚାକିରିକୁ କିପରି ଭାବରେ ଭଲ ପାଇବାକୁ ପଡ଼ିବ, ସେହି ଚାକିରିର ମୂଲ୍ୟବୋଧ ସମାଜ ପାଇଁ କିପରି ରହିବ ତାହା ମଧ୍ୟ ସେମାନେ ଭୁଲି ଯାଉଛନ୍ତି, ଯାହାଦ୍ୱାରା ନିଜର କର୍ତ୍ତବ୍ୟକୁ ସେମାନେ ଅଣଦେଖା କରନ୍ତି। ଧୀରେ ଧୀରେ କଳୁଷିତ ଚିତ୍ର ଚରିତ୍ର ଆଡ଼କୁ ଚାଲିଯାଏ ଅନେକ ମାନସିକତା। ଏହାଦ୍ୱାରା ସମାଜରେ ବିଶୃଙ୍ଖଳା ଦେଖା ଦେଇଥାଏ। ଖଣ୍ଡେ ସରକାରୀ ଚାକିରି ମିଳିବା ପରେ ଆମେ ଅଧିକ ଶୃଙ୍ଖଳିତ ହେବା ଉଚିତ, ନିଜ କର୍ତ୍ତବ୍ୟ ପ୍ରତି ସମର୍ପଣ ରହିବା ଉଚିତ। ତାହା ନକରି ଗର୍ବ ଅହଙ୍କାରରେ ମାତି ରହି ମାନ ପଣିଆ ଭୁଲିଯାଇ, ସେବା ପଣିଆ ଭୁଲିଯାଇ, କର୍ତ୍ତବ୍ୟପରାୟଣ ଭୁଲିଯାଇ ଏପରି ଏକ ଅନୈତିକ କାମ ଯାହା କରିବା ଉଚିତ ନୁହେଁ ତାହା କରି ସେମାନେ ନିଜର ଗର୍ବର ପରିଚୟ ଦେଉଛନ୍ତି, ଯାହା ଧ୍ୱଂସର ପରିଚୟ ବୋଲି ଆମେ କହିପାରିବା। ସାମାଜିକ ବିଶୃଙ୍ଖଳାରେ ଅନେକ କାରଣ ଭିତରୁ ଏହା ଏକ ପ୍ରମୁଖ କାରଣ ହୋଇପାରେ ଆଜିର ସମାଜରେ। କେତେ ଠିକ୍ କେତେ ଭୁଲ ଆପଣମାନେ ବିଚାର